କହିଲେ ମଧ୍ୟ ଆମମାନେ ଯାହା ବି ହଉ ଅଳ୍ପ ଦିନ ତଳେ ଘଟିଥିବା ଗୋଟେ ଘଟଣା ଯାହା କହିବାକୁ ମୁଁ ଯାଉଛି। ଗତ 9 ତାରିଖ ଦିନ ମଙ୍ଗଳବାର ଥିଲା। ଆଉ ସୋମବାର 8 ତାରିଖ ଦିନ ମୋର ଝିଅ ଜଇଁ ସୋମା ଆଉ ଶ୍ରୀମ କଳାହାଣ୍ଡି ପାଇଁ ଚାଲି ଯାଇଥିଲେ। ଆଉ ମଙ୍ଗଳବାର ସକାଳେ 11ଟା ବେଳ ଆଡକୁ ମୁଁ ସେ ମତେ ଟିକେ ଦାୟିତ୍ୱ ଦେଇକି ଯାଇଥିଲା ଯେ ଗଛ ପତ୍ରରେ ଝିଅ ଦାୟିତ୍ୱ ଦେଇଥିଲା ପାଣି ଟିକେ ଦିଆ ହେଇଛି କି ନାଇଁ ଦେଖିବୁ, ଆଉ କାମ ଯିଏ କରେ ତାକୁ କହିବ ସେ ପାଣି ଦେଇଦବ। କିନ୍ତୁ ମୁଁ ସେଦିନ ପୁରା ଭୁଲି ଯାଇଛି। ତା ଆଗ ଦିନ କହିଥିଲି କିନ୍ତୁ ସେଦିନ ଭୁଲି ଯାଇଛି। ଆଉ ଏତେ ଖରା ହଉଛି ଯେ ମୁଁ ଜାଣିଲି ଯେ ଗଛ ସବୁ ଶୁଖି ଯାଇଥିବ। କିନ୍ତୁ ଏମିତି ତା ପୂର୍ବରୁ ଚା ପିଇକିରି ବସିକିରି ପ୍ରାତଃକାଳୀନ ବାଇବଲ ଆଉ ସେ ଧ୍ୟାନ କୋଠରୀ ପଢିଲା ପରେ ଅନ୍ୟ କିଛି କାମରେ ମନ ଦେବାକୁ ଚାହୁଁଥିଲି। କାହିଁକିନା ଆସନ୍ତା ଗତ ସପ୍ତାହରେ ବି ମୋର ପ୍ରାୟ 3ଟି ବାକ୍ୟ ଦେବାର ଥିଲା। ମୁଁ କହିଲି ବାକ୍ୟ ଟିକେ ପ୍ରସ୍ତୁତ କରିବା। ସେତେବେଳକୁ ମୋ ମନରେ ଗୋଟେ ତୀବ୍ର ଚାଳନା, ଯେପରି ମତେ ତୀବ୍ର ଭାବରେ ସେ ଚାଳନାଟା ମୁଁ ଅନୁଭବ କଲି ଯେ ତୁ ପ୍ରାର୍ଥନା କର। କାହିଁକି ସେମିତି ହେଲା ମୁଁ ଜାଣିନି, କିନ୍ତୁ ସଙ୍ଗେ ସଙ୍ଗେ ମୁଁ ବାଇବଲ ରଖିକିରି ପ୍ରାର୍ଥନା କରିବାକୁ ଆରମ୍ଭ କଲି। ମୋର ଆଣ୍ଠୁର ସମସ୍ୟା ବହୁତ ଦିନରୁ ଅଛି, କିନ୍ତୁ ଏଇ 2-3 ବର୍ଷ ଟିକେ ବେଶୀ ହେଇଯାଇଛି। ମୋର ଗୋଡର ମଧ୍ୟ ଟିକେ ବଙ୍କା ହେଇଯାଇଥିଲା। ଯାହା ବି ହଉ ବର୍ତ୍ତମାନ ମୁଁ ଫିଜିଓଥେରାପି ନଉଛି। ଏ ବର୍ଷ ମୋର ଗୋଡ ଠିକ ହେଲେ ମଧ୍ୟ ମୁଁ ଆଣ୍ଠୁ ଭାଙ୍ଗିକିରି ବସି ପାରେନି। ବାକ୍ୟ ଦେଲା ବେଳେ ବି ମୁଁ ଗୋଡ ଲମ୍ବେଇକିରି ବସିକିରି ବାକ୍ୟ ଦିଏ। ଆଉ ବେଶୀ ସମୟ ମଧ୍ୟ ମୁଁ ବସି ପାରେନି, ଶୋଉଥାଏ ବସୁଥାଏ, ସେଇ ଅନୁସାରେ ବାକ୍ୟ ପ୍ରସ୍ତୁତ କରୁଥାଏ। ଆଉ ବାକ୍ୟ କହିଲା ପରେ ମଧ୍ୟ ମତେ ବହୁତ ଆଣ୍ଠୁ ଟିକେ କଷ୍ଟ ହୁଏ। ଯାହା ବି ହଉ ମୁଁ ସେମିତି ଗୋଡ ଲମ୍ବେଇକି ବସିକି ପ୍ରାର୍ଥନା କରିବା ଆରମ୍ଭ କଲି। ଆଉ ଗୋଟେ ଲମ୍ବା ପ୍ରାର୍ଥନା ମୁଁ କରିଛି। ଆଉ ଗୋଟେ ଯେମିତି ପୁରା ନିଜକୁ ସମର୍ପଣ କରି ମୁଁ ପ୍ରାର୍ଥନା କଲି। କିନ୍ତୁ କାହିଁକି ସେପରି ମତେ ଇଚ୍ଛା ହେଲା, ଏତେ ତୀବ୍ର ଭାବରେ ମୁଁ ଯେମିତି ଗୋଟେ ଚାଳନା ପାଇଲି ଯେ ପ୍ରାର୍ଥନା କର। ତାପରେ ମୋର ପ୍ରାର୍ଥନା ସରିଗଲା। ମୁଁ ମୋର ଅନ୍ୟ କାମରେ ଲାଗିଲି। ହଠାତ୍ ମନେ ପଡିଲା ଯେ କାମ ବାଲି ଆଜି ଚାଲି ଯାଇଛି, ଆଉ ମୁଁ ତାକୁ କହିବାକୁ ମନେ ପକେଇବାକୁ ଭୁଲି ଯାଇଛି। ତ ଗୋଟେ ସାଇଡ ବାଲକୋନିରେ ମୁଁ ଯାଇ ପାଣି ଦେଇଦେଲି, କିଛି ସମସ୍ୟା ହେଇନି। କିନ୍ତୁ ଦାଣ୍ଡ ଘରେ ମାନେ ସାମ୍ନା ଡ୍ରଇଂ ରୁମ ର ବିନୟ ଭାଇ ଜାଣିଛନ୍ତି, ସେଇ ଘରେ ସେ ବସିକି ଯାଇଛନ୍ତି ଆଗରୁ। ସେ ବାଲକୋନିରେ ଯୋଉ ଗଛ ଗୁଡାକ ଥିଲା ସେଇଠି ପାଣି ଦେବା ଲାଗି ମୁଁ ଯେତେବେଳେ ଗଲି, ସେଇ ସ୍ଲାଇଡିଂ କାଚଟା କାଢିଲା ବେଳକୁ ଟିକେ ଚୌକି ଆଉ ଟେବୁଲ ପଡିଥିବାରୁ ରାସ୍ତାଟା ସଂକୀର୍ଣ୍ଣ ଥିଲା। ଆଉ ବାହାରେ ବି ମୁଁ ଦେଖିନେଇ ଯେ ଏପାଖ ବାଲକୋନିରୁ କିଛି ଗଛ ଉଠେଇ ଆଣିକିରି ଝିଅ ସେଇ ବାଲକୋନିରେ ରଖିଦେଇଛି। ତ ଭିତରେ ମୁଁ ଯୋଉ ଜାଗାରେ ସେଇ ଇଏଟା ଟପିକି ଯେତେବେଳେ ବାହାରକୁ ଯାଇଛି, ମାତ୍ର 1.5 ଫୁଟ ପାଖାପାଖି ସ୍ପେସ ଥିଲା। ତାରି ଭିତରେ ମତେ ବୁଲିକିରି କାମ କରିବାର ଥିଲା। ଆଉ ମୁଁ ସେ ବାହାରକୁ ଗଲା ପରେ ଯେମିତି ପାଣି ଦେବାକୁ ନଇଁଛି, ମୋ ବାଲାନ୍ସ ରହିଲାନି। ଆଉ ମୁଁ ପୁରାପୁରି ସେ ଗଛ ଉପରେ ହାମୁଡେଇ ପଡିଲି। ଆଉ ମୋ ହାତଟା ଯାଇକିରି ଗୋଟେ କୁଣ୍ଡ ଉପରେ ପଡିଲା। ସେଟା ମାଟି କୁଣ୍ଡ ଥିଲା। ଯଦି ସେଟା ଭାଙ୍ଗି ନଥାନ୍ତା ମୋର କିଛି ସମସ୍ୟା ନଥିଲା। ସେ କୁଣ୍ଡଟି ଭାଙ୍ଗିଗଲା। ଯେମିତି ଭାଙ୍ଗିଗଲା ମୁଁ ଆଉ ଟିକେ ପଡିଗଲି। ତାପରେ କିନ୍ତୁ ପୁରା ପଡି ନଥିବାରୁ ମୁଁ ଠିଆ ହେଲି। ଅଧା ପଡିଥିଲି, ଠିଆ ହେଲି। ଆଉ ଡାହାଣ ପଟ ବୁଲି ମୁଁ ସେ ଭିତରୁ ବାହାରି ଆସିବାକୁ ଚେଷ୍ଟା କଲି, କାରଣ ପଡିଯିବା ଦ୍ୱାରା ଟିକେ ମାଡ ବି ହେଇଥିଲା। ଆଉ ଯେତେବେଳେ ମୁଁ ବୁଲିଲି
ସେତେବେଳେ କଣ ହେଲା ମୁଁ ଜାଣିନି, ମୋର 2 ଆଣ୍ଠୁ ଆଉ ମତେ ସପୋର୍ଟ କଲେନି, 2 ଆଣ୍ଠୁ ବୁଲିଗଲା, ସାଇଡ ହେଇଗଲା, ଆଉ ମୁଁ ସେଇଠି କଚାଡି ହେଇକି ପଡିଗଲି। ଆଉ ସେଇ 1.5 ଫୁଟ ଜାଗାରେ ଏମିତି ସେଟ ହେଇକି ପଡିଥିଲି ଯେ ମୁଁ ନିଜେ ବି କେବେ ମାନେ ତାପରେ ମୁଁ ଯେତେ ଥର ସେଠକୁ ଯାଇଛି ମୁଁ ଆଶ୍ଚର୍ଯ୍ୟ ହେଇଯାଇଛି ଯେ ଏପାଖେ କାଚର ଦରବାଜା, ତାର ଲୁହାର ଫ୍ରେମ, ସେପଟେ ଏତେ କୁଣ୍ଡ, ଆଉ ଠିକ ମଝିରେ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା ଯେମିତି ଆମେ କରୁ ଅନେକ ସମୟରେ ନ ଆଣ୍ଠେଇକି 2 ଗୋଡକୁ ଭାଙ୍ଗିକିରି ଆଣ୍ଠେଇକି ପ୍ରାର୍ଥନା କରୁ ନଇଁକିରି, ଠିକ ସେଇପରି ମୁଁ ପଡିଥିଲି। ଆଉ 2 ଆଣ୍ଠୁରେ ମାଡ ହେଇଥିଲା, ଉଠିବାର ଶକ୍ତି ନଥିଲା। ମୁଁ କହିଲି ପ୍ରଭୁ ମୁଁ ଉଠିବି କେମିତି, ମୁଁ ଜାଣେ ନାହିଁ। ମୋର ମନେ ପଡିଲା ଯେ ମୁଁ ଏତେ ସକାଳେ ମୁଁ ବିଶ୍ୱସ୍ତ ଭାବରେ ପ୍ରାର୍ଥନା କରିଥିଲି, ଆଉ ଏଇ ଘଟଣାଟି କେମିତି ଘଟିଲା, କଣ ପାଇଁ ଏମିତି ହେଲା, ମନରେ ଗୋଟେ ଭାବନା ଆସିଲା ଯେ ପ୍ରଭୁ ତୁମେ ଟିକେ ରକ୍ଷା କଲନି। ବହୁତ ପେନ୍ ହଉଥାଏ, 2ଟା ଯାକ ଆଣ୍ଠୁ 2ଟା ଯାକ ମାଡ ହେଇଥାଏ। କେମିତି ମାଡ ହେଲା ପଛେ ଯେତେବେଳେ ମାନେ ପଚାରିଲେ କେମିତି ପଡିଲୁ, କାହିଁକି ପଡିଲୁ, ମୁଁ କହିଲି ମତେ କିଛି ପଚାରନି, କେବଳ ମୁଁ ଜାଣିଛି ମୁଁ ପଡି ଯାଇଥିଲି। ତାପରେ ସେ କଷ୍ଟ ଭୀଷଣ ହଉଥାଏ, ମୁଁ କୌଣସି ପ୍ରକାର 2 ଗୋଡକୁ ଲମ୍ବା ସିଧା କରି ଲମ୍ବା କରିଦେଲି। ଆଉ ତାପରେ ମୋର ମନେ ପଡିଲା ଯେ ମୁଁ ସିଧା କଲେ ଉଠିବି କେମିତି, ମତେ ଯେମିତି ହେଲେ ପୁନର୍ବାର ଗୋଡକୁ ଭାଙ୍ଗିବାକୁ ପଡିବ। ଆଉ ପ୍ରଭୁ ମତେ ଦୟାକର, ସାହାଯ୍ୟ କର, କାହିଁକିନା ଘରେ ଆଉ କେହି ନାହାନ୍ତି, ଆଉ ମୋର ସମୁଦୁଣୀ, ଆଉ ସେ ମଧ୍ୟ କିଛି କରିପାରିବେନି। ଆଉ ସେ ବି ସେମିତିରେ ବି ତାଙ୍କ ରୁମରେ ଥିଲେ, ଆଉ ଡାକିଲେ ବି କେହି ଶୁଣିବେନି, ଆଉ ସେ କଣ ବା କରିବେ ଆସିକିରି। ମୋ ମନରେ ଭାବନା ଆସିଲା ଯେ ମୋବାଇଲ ଟା ନେଇଥିଲେ ବୋଧେ ଭଲ ହେଇଥାନ୍ତା, କିନ୍ତୁ ମୋବାଇଲ ପଡିକି ମୋବାଇଲ ହିଁ ଭାଙ୍ଗି ଯାଇଥାନ୍ତା, ଯେମିତି ଭାବରେ ମୁଁ ଛିଟ ପଡିଲି। ଆଉ ତାପରେ ମୁଁ ପ୍ରାର୍ଥନା କରୁ କରୁ ପୁନର୍ବାର 2ଟି ଆଣ୍ଠୁକୁ ବହୁତ କଷ୍ଟରେ ଭାଙ୍ଗିଲି। ଆଉ ସେତେବେଳେ ପୁରା ଆଖିରୁ ପାଣି ବାହାରି ଯାଉଥାଏ, ଏତେ କଷ୍ଟ ହଉଥାଏ। ଆଉ ତାପରେ 2 ହାତ ଭରା ଦେଇ କୌଣସି ପ୍ରକାର ଠିଆ ହେଲି। ଆଉ ଯେତେବେଳେ ମୁଁ ଠିଆ ହେଲି ସେତେବେଳେ ପ୍ରଭୁଙ୍କୁ ଧନ୍ୟବାଦ ଦେଲି ଯେ ମୋ ଗୋଡ ଠିଆ ହବା ଲାଗି ଶକ୍ତି ଅଛି, କୌଣସି ହାଡ ମାଡରେ ଭାଙ୍ଗି ଯାଇନି। କାହିଁକିନା ମୋର ସେ ଫିଜିଓଥେରାପି ବାଲା କହିଛି ତ ଆପଣ ଆଣ୍ଠେଇବେ ନାହିଁ, ଆଣ୍ଠେଇଲେ ମଧ୍ୟ ଆପଣଙ୍କର ଆଣ୍ଠୁର ଅନେକ କିଛି କ୍ଷତି ହବ। ଅଥଚ ମୁଁ ପଡିଲି କିନ୍ତୁ ମୋ ଆଣ୍ଠୁ ଠିକ ଥିଲା। ପ୍ରଭୁ କେବଳ ମତେ ଦୟା କଲେ, ସାହାଯ୍ୟ କଲେ, ତା ଛଡା ଆଉ କୌଣସି କେହି ମତେ ସେତେବେଳେ ସାହାଯ୍ୟ କରିନାହାନ୍ତି। ତାପରେ ହାତ ଗୁଡା ଦେଖିଲି ସେ ଲୁହାରେ ମାଡ ହେଇଥିଲା, ମୁଁ ଭାବୁଥିଲି ହାତ ସବୁ ପାପୁଲି କଟି ଯାଇଥିବ ବୋଲି। ଆଉ ପାଖ ବାଁ ହାତର କୁଣ୍ଡରେ ପଡିଥିଲା, ତା ଭଙ୍ଗା ଅଂଶରେ ବି ମୋର ବାଁ ହାତ କଟି ଯିବାର ବହୁତ ସମ୍ଭାବନା ଥିଲା। ଦେଖିଲି 2 ହାତ ଠିକ ଅଛି, କୌଣସି ଜାଗାରେ ଛୋଟ ଗୋଟେ ଗାର ବି ପଡେନି। ଆଉ ତାପରେ ମୁଁ ଧୀରେ ଛୋଟ ଛୋଟ ପାଦ ଯେମିତି ମାନେ ବହୁତ ସତର୍କ ଭାବରେ ସେ ଗେଟ ପାର ହେଇକିରି ଆସିଲି, ଗୋଟେ ଚୌକିରେ କିଛି ସମୟ ବସିଲି, ଆଉ ପୁନର୍ବାର ଧନ୍ୟବାଦ ଦେଲି ଯେ ପ୍ରଭୁ ତୁମେ ଯୋଉ ସତର୍କ ଭାବରେ ମତେ ପ୍ରାର୍ଥନା କରିବା ଲାଗି ଯୋଉ ସତର୍କ ଭାବରେ ଆଣ୍ଠେଇବା ଲାଗି ଗୋଟେ ଚାଳନା ଦେଇଥିଲ, ତାକୁ ଯଦି ମୁଁ ଆଜି ମାନି ନଥାନ୍ତି ହୁଏତ ଆହୁରି କିଛି ବଡ ଘଟଣା ଘଟିଥାନ୍ତା। କିନ୍ତୁ ଧନ୍ୟବାଦ ଦଉଛି ପ୍ରଭୁ ତୁମର ଚାଳନା ନିମନ୍ତେ, ଆଉ ତୁମ ଚାଳନାକୁ ମୁଁ ମାନିଲି ବୋଲି, ମାନିବାକୁ ମତେ ଯୋଉ ତୁମେ ଗୋଟେ ଚାଳନା ଦେଲ, ମତେ ତମେ ଶିକ୍ଷା ଦେଲ, ବା ଯେମିତି କହନ୍ତି ତୁ ପ୍ରାର୍ଥନା କର, ଏଇ ଯୋଉ ଆଦେଶ ମାନିବାକୁ ମୋ ମନରେ ତୁମେ କାର୍ଯ୍ୟ କଲ, ସେଥିଲାଗି ପ୍ରଭୁ ଧନ୍ୟବାଦ। ଆଉ ପ୍ରଭୁଙ୍କ ଦୟାରୁ ପରବର୍ତ୍ତୀ ସମୟରେ ଗୋଟେ ଜାଗାରେ ମାଡ ହେଇଛି ବୋଲି ମୋର ଫିଜିଓ ବାଲା ଦେଖିକିରି କହିଲା, କିନ୍ତୁ ସେଟା ଆପେ ଚାଲିଯିବ ବୋଲି କହିଲା। ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ଆଉ ଯେତେ ମଣ୍ଡଳୀ ମୋ ପାଇଁ ପ୍ରାର୍ଥନା କରନ୍ତି, ପ୍ରାୟ 5ଟି ଜାଗାରେ ପ୍ରଭୁ ମତେ ବାକ୍ୟ ଦେବା ଲାଗି ସୁଯୋଗ ଦେଇଛନ୍ତି, ଆଉ ସମସ୍ତେ ମୋ ଲାଗି ପ୍ରାର୍ଥନା କରନ୍ତି। ଆଉ ସେଇ ପ୍ରାର୍ଥନାର ଫଳ ହେତୁ ମୁଁ କୌଣସି ବିନା କ୍ଷୟକ୍ଷତିରେ ସୁସ୍ଥ ଭାବରେ ଚାଲିକିରି ନିଜ ରୁମକୁ ଆସିଲି। ଆଉ ପୁନର୍ବାର ପ୍ରଭୁଙ୍କୁ ଧନ୍ୟବାଦ ଦେଲି
ଧନ୍ୟବାଦ ଦଉଛି ପ୍ରଭୁ। ତୁମେ ମତେ ଆଜି ବଡ ବିପଦରୁ ବଞ୍ଚେଇ ଦେଲ, କାରଣ ମୋ ଝିଅ ଜଇଁ କଳାହାଣ୍ଡିରେ କାର୍ଯ୍ୟ ବ୍ୟସ୍ତ, ସେମାନେ ଏ ଖବର ପାଇ ସେମାନେ ବ୍ୟସ୍ତ ହେଇଥାନ୍ତେ, ଆଉ ମୁଁ ବିଲକୁଲ କାହାକୁ କିଛି କହିଲିନି। ଏଇ ଶନିବାର ଦିନ ସେମାନେ ଫେରିଲା ପରେ ଯାଇ ଜାଣିଲେ, ଆଉ ବିରକ୍ତ ହେଲେ ଯେ କାହିଁ ଖବର ଦେଲୁନି। ମୁଁ କହିଲି ଖବର ଦେଲେ ତୁମେ ବ୍ୟସ୍ତ ହେଇଥାନ୍ତ, କାମ କରିପାରିନଥାନ୍ତ ଯୋଉ କାମ ଲାଗି ତୁମେ ଯାଇଛ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ପ୍ରଭୁ ତ ସବୁ କଲେ, ମୁଁ ପ୍ରଭୁଙ୍କ ପାଖରେ ହିଁ ମୋର ସବୁ, ତାଙ୍କ ହାତରେ ମୁଁ ସବୁ ଭାର ଦେଇ ତାଙ୍କରି ସୁରକ୍ଷା ନିମନ୍ତେ ତାଙ୍କୁ ହିଁ ଧନ୍ୟବାଦ ଦେଲି। ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆପଣ ମାନଙ୍କ ପ୍ରାର୍ଥନା ଲାଗି ବି ଧନ୍ୟବାଦ ଦଉଛି, କାରଣ ମୁଁ ଜାଣେ ମୋ ଲାଗି, ମୁଁ ଜଏନ କରେ ନ କରେ, ଆପଣ ମାନେ ମୋ ଲାଗି ପ୍ରାର୍ଥନା କରନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ବିଶେଷ ଭାବରେ ଗୋଟେ କଥା ମୁଁ କହିବାକୁ ବାକ୍ୟରେ ଭୁଲି ଯାଇଥିଲି, ଯୋଉଟା ମତେ ପରେ ମନେ ପଡିଲା, ଯେ ଆମେ ମାନେ ଗୋଟେ ବିଶ୍ୱସ୍ତ ଆଖି, ଆମର ପ୍ରଭୁ ଆମମାନଙ୍କୁ ସେଇ ଆଶ୍ଚର୍ଯ୍ୟ ଶକ୍ତି ପୂର୍ଣ୍ଣ ଚକ୍ଷୁ ଦିଅନ୍ତି, ଯୋଉଥିରେ ଆମେ ବାକ୍ୟ ପଢି, ବାକ୍ୟ ଦ୍ଵାରା ନିଜେ ବଳିଷ୍ଠ ହବା, ବାକ୍ୟ ଦ୍ଵାରା ଆମର ଚକ୍ଷୁ ଆହୁରି ଉଜ୍ଜଳ ହବ, ଆହୁରି ଦେଖିପାରିବା। ଆଉ ଆମର ସେଇ ଚକ୍ଷୁକୁ ପ୍ରଭୁ ଯେ ସୁସ୍ଥ କରିକିରି ଉଜ୍ଜଳ ଆଲୋକ ଦେଇଛନ୍ତି ଚାଲିବା ପାଇଁ, ଅନ୍ୟ ମାନଙ୍କୁ ଯୋଉମାନେ ଆଜି ଦେଖି ପାରୁନାହାନ୍ତି, ଆଖି ଥାଇ ମଧ୍ୟ ଅନ୍ଧ ଅଛନ୍ତି, ତାଙ୍କ ଲାଗି ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ମଧ୍ୟ ଆମ ପଛରେ ଆମେ କଢେଇ ନବା। ଆମର ଚକ୍ଷୁ ଠିକ ଅଛି ଯଦି ଆମର ଅନ୍ଧ ମାନଙ୍କୁ ମଧ୍ୟ ଆମେ ବାଟ କଢେଇ ନବା। ପ୍ରଭୁ ଆମମାନଙ୍କୁ ସେଇ ଶକ୍ତି ପ୍ରଦାନ କରନ୍ତୁ। ଧନ୍ୟବାଦ।